ଆମର ଏଇ ବର୍ଷ ଜୁଲାଇ ଅଗଷ୍ଟରେ 4 ଥର ବନ୍ୟା ଆସିଲାଣି। ଆମ ଏଇ ଜାହାଙ୍ଗୀର ଆମ ଡଳାଙ୍ଗ ପଞ୍ଚାୟତରେ ଆମ ଏଇ ଜାହାଙ୍ଗୀର ପାଖାପାଖି ପୁରୁଷୋତ୍ତମ ଗାଁ ମିଶି ଟୋଟାଲ 200 ହେକ୍ଟର ଧାନ ୱିଥ୍ ଫସଲ ପରିବା ବି ହେଇଥିଲା। ଏଇ ଯୋଉ ଚଳିତ ବନ୍ୟାରେ ଟୋଟାଲି ମାନେ ଫସଲ କତୁ ଧାନ ପର୍ଯ୍ୟନ୍ତ ସବୁ ନଷ୍ଟ। ଫସଲ ବି ଆଉ ନାହିଁ, ଧାନ ବି କରିବା ପାଇଁ ଆଉ ଲୋକଙ୍କ ପାଖରେ ସମ୍ଭବ ନା, ବିହନ ନାହିଁ। କିନ୍ତୁ ଆମର ଏଇ ଏରିଆକୁ ଆମ କୃଷି ଅଧିକାରୀ ଆସିଥିଲେ, ବୁଲି ଯାଇଛନ୍ତି ଏବଂ ଏଯାଏଁ ତାଙ୍କ ତରଫରୁ କୌଣସି ମାନେ ପର୍ଟିକୁଲାର କରାହେଇନି ଏତିକି ମାନେ ସହାୟତା ମିଳିବ ଲୋକଙ୍କୁ। କିନ୍ତୁ ଯୋଉ ଗଭର୍ଣ୍ଣମେଣ୍ଟ କରିଛି ଯୋଉ ପ୍ୟାକେଜ ଯଦି ଲୋକ ଯଦି ଡାଇରେକ୍ଟ ବେନିଫିଟ୍ ପାଆନ୍ତେ ତାହେଲେ ତାଙ୍କର କିଛି ବେନିଫିଟ୍ ହୁଅନ୍ତା ଲୋକଙ୍କର। କିନ୍ତୁ ତାଙ୍କର ଆଉ ମେରୁଦଣ୍ଡ ପୁରା ଟୋଟାଲ ଭାଙ୍ଗି ଯାଇଛି। ଟୋଟାଲି ଆମ ଏରିଆରେ ଆମ ଏଇ ପାଖାପାଖି ପଞ୍ଚାୟତରେ ସମସ୍ତେ 90% ଲୋକ ଚାଷ ଉପରେ ନିର୍ଭର କରନ୍ତି। ମୁଁ ତ 14 ଏକର ଚାଷ କରିଛି। ମୋର ତ 8 ଏକର ଅଲରେଡି ମାନେ ରୋଇଥିଲି, ନଷ୍ଟ ହେଇଗଲାଣି। ମୁଁ ସରକାରଙ୍କ ନିବେଦନ କରୁଛି, ତାଙ୍କୁ ଯୋଉ ଅଫିସର ଅଛନ୍ତି ମାନେ ପ୍ରପର ଇନକ୍ୱାରି କରାଯାଇ ମାନେ ଯୋଉ ଚାଷୀ ମାନେ ଯୋଉ ଚାଷୀ ତାଙ୍କର କ୍ଷତି ଅଛି ତାଙ୍କୁ ମିଳିଲେ ଆମ ଗ୍ରାମବାସୀ ଉପକୃତ ହେବେ। ଏଠାରେ ମୋର ଏଠି 6 ଗୁଣ୍ଠ ଜମି ଥିଲା ଜହ୍ନି, କଲରା, ଝୁଡ଼ଙ୍ଗ ଆଉ ପୋଇ, ଆଉ 12 ଗୁଣ୍ଠ ଜମି ଥିଲା ଭେଣ୍ଡି। ଆଉ ତାପରେ ବନ୍ୟା ହେଲା, ଚାଲିଗଲା। ଆଉ ଏଇ ଯୋଉ ଜାଗାରେ ମୁଁ ଠିଆ ହେଇଛି ଏଠି ମଣିଷ ପାଣି ହେଇଥିଲା। ଆପଣ ଦେଖନ୍ତୁ ଭେଣ୍ଡି ଗଛ ଅଗ କେମିତି ହେଇଛି। ଗଭର୍ଣ୍ଣମେଣ୍ଟ କିଛି ସାହାଯ୍ୟ ନାହିଁ, ଆମେ ଆଉ ଛୁଆ ପିଲା ନେଇ ଚଳିବୁ କେମିତି? ହଁ, ଏ ଚାଷ ଉପରେ ଆମର ନିର୍ଭର। 2 ହେକ୍ଟର ଜମି ଚାଷ କରିଥିଲୁ। କୌଣସି 15 ଦିନ ହେଲା ଯୋଉ ପାଣି ବୁଡ଼ିକି ରହିଛି, ଏ ପାଣି ବୁଡ଼ିବା ଦ୍ୱାରା ସବୁ ଧାନ ନଷ୍ଟ ହେଇଯାଇଛି। ଯାହାଦ୍ୱାରା କି ଆଉ ଯଦି ବନ୍ୟା ନା ଆଉ ତ ଆମ କତିରେ ତଳା ନାହିଁ କି ଆମେ କିଛି ଆଉ କରିପାରିବୁନୁ। ଆମର ସବୁ ସର୍ବସ୍ୱ ଚାଲିଯାଇଛି। ଇଏ କେବଳ ପନିପରିବାକୁ ଛାଡ଼ି ଆଉ ଅନ୍ୟ ସମସ୍ତ ଧାନ ଚାଷ ହେଇଥିଲା, ଯୋଉଟାକି ଆମର 200 ହେକ୍ଟର ଜମି ଏ ଏରିଆର ଚାଷ ଜମି ଚାଷ ହେଇଥିଲା। ନା ସରକାରୀ ଅଧିକାରୀ କେହି ଆସିନାହାନ୍ତି କିମ୍ବା କେହି ଆମକୁ କୌଣସି ମୋର କରିଥିଲି 10 ଗୁଣ୍ଠ ବାଇଗଣ ଭେଣ୍ଡି ନେଇ କରିଥିଲି, ଚାଷ କରିଥିଲି, ସେ ପଳେଇଲା। ପାଖରେ ବି ଆଖପାଖ 50 ଏକର ଜମି ଚାଷ କରିଥିଲି, ତାଙ୍କର ବି ପଳେଇଲା। କିଛି ଆସିନାହାନ୍ତି କେହି। 3ଟା ବନ୍ୟା ଯାଇସାରିଲେଣି। 50 ଏକର ପାଖାପାଖି ଚାଷ କରିଥିଲି ପାଖାପାଖି ନେଇକି। ସୁବିଧାରେ ଆପଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ। ହାଇଟେକ୍ ମେଡିକାଲ କଲେଜ एंड हॉस्पिटल भुवनेश्वर।